ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଶ୍ରୀ ନରେନ୍ଦ୍ର ଭୋଳ। ଆମର ଏହି ରାଶି ନକ୍ଷତ୍ର କାର୍ଯ୍ୟକ୍ରମର ସମସ୍ତ ଦର୍ଶକମାନଙ୍କୁ ଶୁଭେଚ୍ଛା ଶୁଭକାମନା। ଆଜି ଗୁରୁବାର ଜାନୁଆରୀ 9 ତାରିଖ, ପୌଷ ଶୁକ୍ଳ ଦଶମୀ ତିଥି, ସୁଦଶା ବ୍ରତ, ଶାମ୍ବ ଦଶମୀ ବ୍ରତ। ଆଜି ଦିଜା ନକ୍ଷତ୍ର ମେଷ ରାଶିରେ ଚନ୍ଦ୍ର, ଧନୁ ରାଶିରେ ରବି। ଆସନ୍ତୁ ଜାଣିବା ଆଜି ଦିନଟି ଆପଣମାନଙ୍କର କିପରି କଟିବ। ମେଷ ରାଶି, ଆଜି ଦିନଟି ଆପଣ ଶୁଭ ଅଶୁଭ ମିଶ୍ରିତ ଫଳ ଲାଭ କରିବେ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରା ସଫଳ ହେବ। ମାନସିକ ଦୁଶ୍ଚିନ୍ତାରେ ଦେଖା ଦେଇପାରେ, ଶତ୍ରୁ ବୃଦ୍ଧି ପାଇପାରନ୍ତି। ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ 100% ପରିଶ୍ରମ କଲେ 50% ରେଜଲ୍ଟ ପାଇବେ। ତାପରେ ଆସିବା ବୃଷ ରାଶି। ବୃଷ ରାଶି, ଆଜି ମଧ୍ୟ ଆପଣଙ୍କର ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରା ସଫଳ ହେବ। ଶାରୀରିକ କଷ୍ଟ ପାଇପାରନ୍ତି, ବ୍ୟୟ ବୃଦ୍ଧି ହେବ, ଶତ୍ରୁ ବୃଦ୍ଧି ପାଇବେ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 50% ଫଳ ଲାଭ କରିବେ। ତାପରେ ଆସିବା ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନେ, ଆଜି ଆପଣଙ୍କର ଦିନଟି ମଙ୍ଗଳମୟ ହେବ ନାହିଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ଅପବାଦ ପାଇବେ, ବୃଥା ବ୍ୟୟର ଯୋଗ ଅଛି। ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ତାପରେ ଆସିବା କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ। କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳତା, ଧନ ଲାଭର ଯୋଗ ଅଛି, ବନ୍ଧୁ ଲାଭ। ଆଜି ଦିନଟି ଆପଣଙ୍କର ହସ ଖୁସିରେ କଟିବ। ତାପରେ ଆସିବା ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ମାନସିକ ଦୁଶ୍ଚିନ୍ତାରେ ଦିନ କଟିବ, ଶତ୍ରୁ ବୃଦ୍ଧି ପାଇବେ, ବୃଥା ବ୍ୟୟର ଯୋଗ ଅଛି। ତାପରେ ଆସିବା କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିମାନଙ୍କର ଆଜି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଶରୀର କଷ୍ଟ ପାଇପାରନ୍ତି, ବହୁ ପରିଶ୍ରମ କରିବାକୁ ପଡ଼ିବ, ଯାତ୍ରା ସଫଳ ହେବ। ଆଜି ଦିନଟି ଆପଣ 100% ପରିଶ୍ରମ କଲେ 50% ଫଳ ପାଇବେ। ତାପରେ ଆସିବା ତୁଳା ରାଶି ବ୍ୟକ୍ତିମାନ। ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମିଶ୍ରିତ ଫଳ ଲାଭ ହେବ, କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳତା, ଶତ୍ରୁ ବୃଦ୍ଧି ପାଇବେ, ଶାରୀରିକ କଷ୍ଟ ପାଇପାରନ୍ତି, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆଜି ଦିନଟି ଆପଣ କାର୍ଯ୍ୟକ୍ଷେତ୍ରରେ 100% ଯୋଗଦାନ ଦେଲେ 50% ଫଳ ପାଇବେ। ତାପରେ ଆସିବା ବିଛା ରାଶି। ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ହେବ, କାର୍ଯ୍ୟ ସିଦ୍ଧି, ଯାତ୍ରାରେ ସଫଳତା, ଧନ ଲାଭର ଯୋଗ ଅଛି, ବନ୍ଧୁ ଲାଭ, ସୁସ୍ୱାଦୁ ଭୋଜନ ଲାଭ, ହସ ଖୁସିରେ ଦିନଟି ଅତିବାହିତ ହେବ। ଆଜି ଆପଣ 100% ପରିଶ୍ରମ କଲେ 70% ଫଳ ଲାଭ କରିବେ। ତାପରେ ଆସିବା ଧନୁରାଶି। ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ମଙ୍ଗଳମୟ ନୁହେଁ। କାର୍ଯ୍ୟ ହାନି, ଯାତ୍ରାରେ ବିଫଳ, ଅପବାଦ ପାଇପାରନ୍ତି, ଶାରୀରିକ କଷ୍ଟ, ବାହନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ। ଆଜି ଶତ୍ରୁ ବୃଦ୍ଧି ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ତାପରେ ଆସିବା ମକର ରାଶି। ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। କାର୍ଯ୍ୟ ହାନି, ଯାତ୍ରା ବିଫଳ, ଧନ ବ୍ୟୟ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆଜି କାର୍ଯ୍ୟକ୍ଷେତ୍ରରେ ଆପଣ 100% ଯୋଗଦାନ ଦେଲେ 40% ତା'ର ରେଜଲ୍ଟ ପାଇବେ। ତାପରେ ଆସିବା କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭ ଅଶୁଭ ଉଭୟ ମିଶ୍ରିତ ଫଳ ଲାଭ ହେବ,
କାର୍ଯ୍ୟ ସିଦ୍ଧି ହେବ, ଯାତ୍ରାରେ ସଫଳତା, ଧନ ଲାଭର ଯୋଗ ଅଛି, ଶତ୍ରୁ ବୃଦ୍ଧି ପାଇବେ, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ 100% ଯୋଗଦାନ ଦେଲେ 50% ରେଜଲ୍ଟ ପାଇବେ। ତାପରେ ଆସିବା ମୀନ ରାଶି। ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। କାର୍ଯ୍ୟହାନି, ଯାତ୍ରାରେ ବିଫଳ, ଶାରୀରିକ ଅସୁସ୍ଥତା, ମାନସିକ ଦୁଶ୍ଚିନ୍ତାରେ ଦିନଟି ଅତିବାହିତ ହେବ। ଆଜି ଆପଣ 100% ଯୋଗଦାନ ଦେଲେ 30% ଫଳ ପାଇବେ। ଆଜିର ରାଶି ନକ୍ଷତ୍ର କାର୍ଯ୍ୟକ୍ରମ ଏଠି ଶେଷ ହେଲା। ଶେଷରେ କହି ରଖୁଛି, ଆଜି କଳମୀ ଶାଗ ଖାଆନ୍ତୁ ନାହିଁ। ଜୟ ଜଗନ୍ନାଥ।